ରାଉରକେଲା ଅର୍ବାନ୍ କୋଅପରେଟିଭ୍ ବ୍ୟାଙ୍କ। ରାଉରକେଲା ଅର୍ବାନ୍ କୋଅପରେଟିଭ୍ ବ୍ୟାଙ୍କ ଅନ୍ୟ ବର୍ଷ ତୁଳନାରେ ଅଧିକ ଲାଭ ଦେଖାଇଛି। ରାଉରକେଲା ଅର୍ବାନ୍ କୋଅପରେଟିଭ୍ ବ୍ୟାଙ୍କ ଅନ୍ୟ ବର୍ଷ ତୁଳନାରେ 2024-25 ଆର୍ଥିକ ବର୍ଷରେ ଅଧିକ ଲାଭ ଦେଖାଇପାରିଛି ବୋଲି ଏକଥା କହିଛନ୍ତି ରାଉରକେଲା ଅର୍ବାନ୍ କୋଅପରେଟିଭ୍ ବ୍ୟାଙ୍କର ସଭାପତି ଶ୍ରୀ ଦିଲ୍ଲୀପ କୁମାର ମହାପାତ୍ର। ରାଉରକେଲାଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଗତ 18 ତାରିଖ ଦିନ ଏକଥା ପ୍ରକାଶ କରିଛନ୍ତି। ସେ କହିଲେ ଯେ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଗ୍ରହଣ କରାଯାଉଥିବା ନୀତିଗତ ପଦକ୍ଷେପଗୁଡ଼ିକ କୋଅପରେଟିଭ୍ ବ୍ୟାଙ୍କକୁ ଅଧିକ ଶକ୍ତିଶାଳୀ କରିଛି। ଗତ କିଛି ବର୍ଷ ତୁଳନାରେ ଆମ ବ୍ୟାଙ୍କ 2024-25 ଆର୍ଥିକ ବର୍ଷରେ ଅଧିକ ଲାଭ ଦେଖାଇପାରିଛି। ବ୍ୟାଙ୍କ ରିକଭରି କାର୍ଯ୍ୟରେ ସ୍ପଷ୍ଟ ପ୍ରଗତି ସାଧନ ସହିତ ଏନ୍ପିଏରେ ଗୁରୁତ୍ୱପୂର୍ଣ୍ଣ କମ୍ ଦେଖାଯାଇଛି। ସମସ୍ତ ସ୍ତରରେ ଅବିରତ ପ୍ରୟାସର ପରିଣାମ ସ୍ୱରୂପ ଗ୍ରୋସ୍ ଏନ୍ପିଏ 13.86% ହ୍ରାସ ପାଇଛି ଏବଂ ନେଟ୍ ଏନ୍ପିଏ 1.48% ହ୍ରାସ ପାଇଛି। ରାଉରକେଲାର ଏହି ବ୍ୟାଙ୍କରେ ବର୍ତ୍ତମାନ ସୁଦ୍ଧା 21,298 ଜଣ ମେମ୍ବର ଥିବାବେଳେ ସମସ୍ତଙ୍କ ସହଯୋଗ ଯୋଗୁଁ ଆମ ବ୍ୟାଙ୍କର ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଅଧିକ ଲାଭ ଦେଖାଇପାରିଛି। ବିଶେଷ କରି ଏନ୍ପିଏର ପୁନରୁଦ୍ଧାର ଓ ଗ୍ରାହକ ସେବା ନିରନ୍ତର ସୁଧାରରେ ଅଧିକ ଯତ୍ନବାନ ହୋଇପାରିଛି ବ୍ୟାଙ୍କ। 2021 ମସିହାରେ ବ୍ୟାଙ୍କର ନେଟ୍ ପ୍ରଫିଟ୍ 1,31,37,000 ହୋଇଥିବା ବେଳେ 2022 ମସିହାରେ 12,17,000 ଟଙ୍କା କ୍ଷତିରେ ରହିଥିଲା ବେଳେ ସେହିଭଳି 2023 ମସିହାରେ 4,04,54,000 ଟଙ୍କା କ୍ଷତିରେ ଥିବାବେଳେ 2024 ମସିହାରେ 74,89,000 ଟଙ୍କା ଲାଭରେ ରହିଥିଲା। ତେବେ 2025 ମସିହାରେ 2,63,93,000 ଟଙ୍କା ଲାଭ ଦେଖାଇ ବ୍ୟାଙ୍କ ତାର ଅନ୍ୟ ବର୍ଷ ତୁଳନାରେ ଅଧିକ ଲାଭ କମାଇ ସମସ୍ତଙ୍କର ପ୍ରିୟ ଭାଜନ ହୋଇପାରିଛି। ବିଗତ 35 ବର୍ଷ ଧରି ରାଉରକେଲାରେ ଅର୍ବାନ୍ କୋଅପରେଟିଭ୍ ବ୍ୟାଙ୍କ ସହରବାସୀଙ୍କୁ ସେବା ଦେଇ ଆସୁଥିବା ବେଳେ 18/1/1990ରୁ ସ୍ଥାପିତ ଏହି ବ୍ୟାଙ୍କ ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ବେଳେ ଆଜି ଓଡ଼ିଶାର ଏକ ପ୍ରତିଷ୍ଠିତ ସମବାୟ ବ୍ୟାଙ୍କରେ ପରିଣତ ହୋଇପାରିଛି ବୋଲି ସେ କହିଥିଲେ। ରାଉରକେଲା ଅର୍ବାନ୍ କୋଅପରେଟିଭ୍ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସିଇଓ ଶ୍ରୀ ରବୀନ୍ଦ୍ର କୁମାର ମିଶ୍ର ଉପସ୍ଥିତ ଥିବାବେଳେ ପରିଷଦ ମଣ୍ଡଳୀ ମଧ୍ୟରେ ସଭାପତି ଶ୍ରୀ ଦିଲ୍ଲୀପ କୁମାର ମହାପାତ୍ର, ଉପସଭାପତି ଶ୍ରୀମତୀ ସ୍ମିତା ନାୟକ, ନିର୍ଦ୍ଦେଶକ କୃଷ୍ଣ ପଟ୍ଟନାୟକ, ଶ୍ରୀ ରବୀନ୍ଦ୍ରନାଥ ପଣ୍ଡା, ଶକ୍ତେଶ୍ୱର ପାତ୍ର, ଚୌଧୁରୀ ବିଜୟ ପଟ୍ଟନାୟକ, ସମରପ୍ରିୟ ତନ୍ତୀ, ବିଜୟ କୁମାର ପ୍ରଧାନ, ଶ୍ରୀ ଶଙ୍କର ଜେନା, ଶ୍ରୀ ଅକ୍ଷୟ କୁମାର ରାଉତ, ଅନନ୍ତ କୁମାର ଜେନା, ଶ୍ରୀମତୀ ସନ୍ଧ୍ୟାରାଣୀ ରାଉତ, ଶ୍ରୀମତୀ ପୂର୍ଣ୍ଣିମା କେରକେଟା ଓ ଶ୍ରୀ ସୁଜିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ବ୍ୟୁରୋ ନ୍ୟୁଜ୍ ଓଡ଼ିଶା କଥା। ଓଡ଼ିଶା କଥା ୟୁଟ୍ୟୁବ୍ ଚ୍ୟାନେଲଟିକୁ ଆପଣମାନେ ଦେଖୁଛନ୍ତି, ମତାମତ ଦିଅନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଓ ସେୟାର ମଧ୍ୟ କରନ୍ତୁ।